ଏହି କାହାଣୀଟି 11 ବର୍ଷର ଶୁଭମ ବିଷୟରେ, ଯିଏ ଭୁବନେଶ୍ୱରରେ ଏକ ଉଚ୍ଚ ଆପାର୍ଟମେଣ୍ଟରେ ରୁହେ ଏବଂ ଦିନସାରା ମୋବାଇଲ ଓ ଭିଡ଼ିଓ ଗେମ୍ରେ ହଜିଯାଏ। ପ୍ରକୃତି ସହିତ ତାର କୌଣସି ସମ୍ପର୍କ ନଥିଲା। ସେ ପଶୁପକ୍ଷୀଙ୍କୁ ଦେଖିଲେ ଭୟ କରୁଥିଲା ଏବଂ ଗଛ ପ୍ରତି ତାର କୌଣସି ସ୍ନେହ ନଥିଲା। କିନ୍ତୁ ବିଦ୍ୟାଳୟର ଏକ ପ୍ରକଳ୍ପ ତା ଜୀବନର ଦିଗ ବଦଳାଇ ଦେଲା। ଗୋଟିଏ ଛୋଟ ବିଲେଇ ଏବଂ ଏକ ଅପରିଷ୍କାର ବଗିଚା ସହିତ ଶୁଭମ କେବଳ ନିଜକୁ ପରିବର୍ତ୍ତନ କଲା ନାହିଁ, ବରଂ ମହାନଗରର ହୃଦୟରେ ଏକ ସବୁଜ ଦୁନିଆ ମଧ୍ୟ ସୃଷ୍ଟି କରିଲା। ଶୁଭମ କିପରି ଗ୍ରୀନ୍ ହିରୋ ହେଲା, ଆସନ୍ତୁ ଜାଣିବା ଏହି ପ୍ରେରଣାଦାୟକ ଏବଂ ହୃଦୟସ୍ପର୍ଶୀ କାହାଣୀ ଜରିଆରେ। ଏବଂ ଏହିପରି ମଜାଦାର ଶିକ୍ଷଣୀୟ କାହାଣୀ ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଭୁବନେଶ୍ୱରର ବ୍ୟସ୍ତବହୁଳ ରାସ୍ତା ମଧ୍ୟରେ ଏକ ଉଚ୍ଚ ଏବଂ ଚମକଦାର କୋଠାର ଏକାଦଶ ମହଲାରେ ରହୁଥିବା 11 ବର୍ଷର ଶୁଭମ ଦିନସାରା ମୋବାଇଲ ଏବଂ ଲାପଟପ୍ ସ୍କ୍ରିନ୍ ଆଲୋକରେ ବୁଡ଼ି ରହୁଥିଲା। ତା କୋଠରୀଟି ମହଙ୍ଗା ଖେଳନା, ସ୍ମାର୍ଟ ଲାଇଟ୍, ରଙ୍ଗୀନ ଆଲୋକ ଏବଂ କାନ୍ଥରେ ଝୁଲୁଥିବା ଏକ ବିରାଟ ଟିଭିରେ ପରିପୂର୍ଣ୍ଣ ଥିଲା। କିନ୍ତୁ ଏସବୁ ମଧ୍ୟରେ ତାର ଦୁନିଆରେ ଜୀବନର ଉଷ୍ମତା ନଥିଲା। ପଶୁପକ୍ଷୀଙ୍କୁ ଦେଖିଲେ ସେ ଡରି ଯାଉଥିଲା ଏବଂ ତା ପାଇଁ ଗଛର ସବୁଜିମା କେବଳ ପୁସ୍ତକ ପୃଷ୍ଠାରେ ବନ୍ଦ ଥିବା ଏକ ଚିତ୍ର ଥିଲା। ପ୍ରକୃତି ତା ପାଇଁ କୌଣସି ଅନୁଭୂତି ନଥିଲା, ବରଂ ପାଠ୍ୟପୁସ୍ତକର ଏକ ଅଧ୍ୟାୟ ଥିଲା। ତାପରେ ଦିନେ ତାର ବିଦ୍ୟାଳୟରେ ଏକ ପ୍ରକଳ୍ପ ଆସିଲା। ତୁମ ଆଖପାଖରେ ଥିବା ପ୍ରାଣୀମାନଙ୍କୁ ଜାଣ ଓ ସେମାନଙ୍କର ଯତ୍ନ ନିଅ। ଶୁଭମ ଚୁପ୍ ହେଇଗଲା। ତା ମନରେ ପ୍ରଶ୍ନ ଉଠିଲା, ମୋ ପାଖରେ କେହି ଜୀବଜନ୍ତୁ ନାହାନ୍ତି କି କୌଣସି ଗଛ ମଧ୍ୟ ନାହିଁ। ମୁଁ ଏହି ପ୍ରକଳ୍ପରେ କ'ଣ କରିବି? ଶୁଭମର ଆପାର୍ଟମେଣ୍ଟ ତଳେ ଏକ ବ୍ୟସ୍ତବହୁଳ ରାସ୍ତା ଥିଲା। ସବୁବେଳେ ଯାନବାହନ ଶବ୍ଦ, ଟ୍ରାଫିକ୍ ଏବଂ ଧୂଳିରେ ପରିପୂର୍ଣ୍ଣ। କିନ୍ତୁ ସେହି ରାସ୍ତାର ଅପର ପାର୍ଶ୍ୱରେ ଏକ ପୁରୁଣା ଛୋଟ ବଗିଚା ଥିଲା, ଯାହାକୁ ଲୋକମାନେ ଏବେ ଅଳିଆ ପକାଇବା ସ୍ଥାନ ବୋଲି ବିବେଚନା କରୁଥିଲେ। ଦିନେ ବିଦ୍ୟାଳୟରୁ ଫେରିବା ସମୟରେ ଶୁଭମ ଦେଖିଲା ଯେ ଏକ କଳା ଏବଂ ଆହତ ବିଲେଇ ଏକ ବସ୍ତା ପାଖରେ କିଛି ଖୋଜୁଛି। ହଠାତ୍ ସେ ଦେଖିଲା ଯେ ତାର 3ଟି ଛୋଟ ପିଲା ମଧ୍ୟ ଆହତ ହୋଇ ସେଠାରେ ଥରୁଛନ୍ତି। ଶୁଭମର ନିଶ୍ୱାସ ବନ୍ଦ ହୋଇଗଲା। ମୁଁ କ'ଣ କରିବି? ମୁଁ ତା ପାଖକୁ ଯିବି ନା ନାହିଁ? ସେ ଭାବି ପାରିଲା ନାହିଁ। ସେ ମନେ ପକାଇଲା ଯେ ବିଦ୍ୟାଳୟର ଶିକ୍ଷୟିତ୍ରୀ କହିଥିଲେ, ଯେଉଁମାନେ ନିଜ ମନର କଥା କହିପାରିବେ ନାହିଁ, ସେମାନଙ୍କୁ ସାହାଯ୍ୟ କରିବା ଆମର ସବୁଠୁ ବଡ଼ ଦାୟିତ୍ୱ। ଶୁଭମ ସାହସ ଜୁଟାଇଲା। ଉପର ମହଲାକୁ ଦୌଡ଼ି ରୁମାଲ, କ୍ଷୀର ଓ ବିସ୍କୁଟ ଆଣିଲା। ତଳକୁ ଆସିବା ପରେ ସେ ବିସ୍କୁଟ ଓ କ୍ଷୀରକୁ ଦୂରରେ ରଖିଲା। ବିଲେଇଟି ଧୀରେ ଧୀରେ ଖାଇଲା ଏବଂ ତା ଆଡ଼କୁ ଚାହିଁଲା, ଯେମିତି ଏହା ଏକ ନୀରବ ଧନ୍ୟବାଦ ଥିଲା। ତାହା ଥିଲା ପ୍ରଥମ ଦିନ। ତାପରେ ଶୁଭମ ପ୍ରତିଦିନ ତଳକୁ ଆସିବାକୁ ଲାଗିଲା। ସେ ବଗିଚାରେ ଥିବା ବୁଦା ଓ ଅଳିଆ ଗୁଡ଼ିକୁ ସଫା କରିଲା, ବଗିଚାରେ ପାଣି ଦେଲା ଏବଂ ସେଠାରେ ଭଙ୍ଗା ପାତ୍ରରେ କିଛି ମଞ୍ଜି ବୁଣିବା ଆରମ୍ଭ କଲା। ଧୀରେ ଧୀରେ ବଗିଚା ବଦଳିବାକୁ ଲାଗିଲା। ପଶୁପକ୍ଷୀ ଆସିବା ଆରମ୍ଭ କଲେ, ପ୍ରଜାପତି ଗୁଡ଼ିକ ଉଡ଼ି ବୁଲିଲେ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଖପାଖରେ ଥିବା ପିଲାମାନେ ଶୁଭମ ସହ ମିଶିବା ଆରମ୍ଭ କଲେ। ବର୍ତ୍ତମାନ ସେହି ବଗିଚାଟି ସିଟି ଜଙ୍ଗଲ ନାମରେ ପିଲାମାନଙ୍କ ପାଇଁ ଏକ ଗୁପ୍ତ ସ୍ଥାନ ପାଲଟି ଯାଇଥିଲା, ଯେଉଁଠାରେ ସେମାନେ ପଶୁମାନଙ୍କୁ ଖାଇବାକୁ ଦିଅନ୍ତି, ଗଛ ଲଗାନ୍ତି ଏବଂ କାଦୁଅରେ ଖେଳନ୍ତି। ଶୁଭମର ଜୀବନ ବଦଳି ଯାଇଥିଲା। ମୋବାଇଲ ପରିବର୍ତ୍ତେ ଏବେ ତାର ହାତରେ ପାଣି ବୋତଲ ଓ ଗଛ ମଞ୍ଜି ଥିଲା। ବିଲେଇଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିଲା ଏବଂ ତାର ପିଲାମାନେ ଖେଳିବା ସମୟରେ ଶୁଭମର ଗୋଡ଼ରେ ଗୁଡ଼େଇ ହୋଇ ଖେଳୁଥିଲେ। କିନ୍ତୁ ଦିନେ ବିପଦ ଆସିଲା। ସେହି ଜମିରେ ଏକ ଗାଡ଼ି ପାର୍କିଂ ନିର୍ମାଣ କରିବାକୁ ପୌର ନିଗମ ନିର୍ଦ୍ଦେଶ ଦେଲେ। ଉଦ୍ୟାନକୁ ନଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଗଲା। ପିଲାମାନେ ଭୟଭୀତ ହୋଇ ପଡ଼ିଲେ। ଶୁଭମ ନିଷ୍ପତ୍ତି ନେଲା, ଏବେ ଆମେ ଲଢ଼ିବୁ, କିନ୍ତୁ ଶାନ୍ତି ଓ ଶୃଙ୍ଖଳା ଭାବରେ। ପିଲାମାନେ ଏକ ଛୋଟ ଆନ୍ଦୋଳନ ଆରମ୍ଭ କରିଲେ, ପିଲାମାନଙ୍କ ଜଙ୍ଗଲ ବଞ୍ଚାଅ। ସେ ବିଦ୍ୟାଳୟରେ ପୋଷ୍ଟର ଲଗାଇଲେ, ସୋସିଆଲ ମିଡ଼ିଆରେ ଭିଡ଼ିଓ ପଠାଇଲେ ଏବଂ ସ୍ଥାନୀୟ କାଉନ୍ସିଲରଙ୍କୁ ଏକ ଚିଠି ଲେଖିଲେ। ପିଲାମାନେ ଏକାଠି ହୋଇ ଏକ ସହର ଜଙ୍ଗଲ ମହୋତ୍ସବ ଆୟୋଜନ କରିଲେ। ଗଛର ନାମକରଣ, ପଶୁମାନଙ୍କ ପାଇଁ ଘର ନିର୍ମାଣ କରିବା ଏବଂ ଗୀତ ଗାଇବା
ଶତାଧିକ ଲୋକ ଆସିଲେ। ମ୍ୟୁନିସିପାଲିଟି ଅଧିକାରୀମାନେ ମଧ୍ୟ ଆସିଲେ। କର୍ତ୍ତୃପକ୍ଷ ପିଲାମାନଙ୍କ ଭାବନାକୁ ଦେଖି ନିଷ୍ପତ୍ତି ବଦଳାଇ ଦେଲେ। ଏହା ଏବେ ଆଉ ପାର୍କିଂ ହେବ ନାହିଁ। ଏହା ପିଲାଙ୍କ ପାଇଁ ଏକ ଛୋଟ ପ୍ରାକୃତିକ ଉଦ୍ୟାନ ହେବ। ଏବେ ସେହି ସ୍ଥାନ ସହରର ଭିଡ଼ରେ ସବୁଜ ଆଶା ପାଲଟିଛି। ଶୁଭମକୁ ବିଦ୍ୟାଳୟ ପକ୍ଷରୁ ଗ୍ରୀନ୍ ହିରୋ ଆୱାର୍ଡ ମିଳିଲା। ଶୁଭମ ଶିଖିବାକୁ ପାଇଲା ଯେ ମହାନଗରର ଭିଡ଼, ମେସିନ୍ ଏବଂ ଟ୍ରାଫିକ୍ ମଧ୍ୟରେ ମଧ୍ୟ ଜୀବନ ସମୃଦ୍ଧ ଥାଏ। କେବଳ ଦୃଷ୍ଟି ଦରକାର ଦେଖିବାର। କରୁଣା, ସାହସ ଓ ଅଧ୍ୟବସାୟ ବଳରେ ପ୍ରକୃତିକୁ ସହରରେ ମଧ୍ୟ ସ୍ଥାନ ମିଳିପାରିବ ବୋଲି ସେ ପ୍ରମାଣିତ କରିଛି। ଏହି କାହାଣୀ ପିଲାମାନଙ୍କୁ ଏହା ଶିକ୍ଷା ଦିଏ ଯେ ସମସ୍ତ ଜୀବଜନ୍ତୁଙ୍କ ସହ ସ୍ନେହ ଓ ସମ୍ପର୍କ କେବଳ ଜଙ୍ଗଲରେ ହୁଏ ନାହିଁ, ଏହା ଆମ ଘର, ରାସ୍ତାଘାଟ ଓ ମହାନଗରରେ ମଧ୍ୟ ବଢ଼ିପାରେ। ଆମକୁ କେବଳ ଦୃଷ୍ଟି ଦରକାର, ଦେଖିବା ଏବଂ ବୁଝିବାକୁ।